हेलो फ्रेंड्स, वेलकम टू लर्न बाय मानस यूट्यूब चैनल। आ गोटे नुआ भिडियो को आपण मानक स्वागत करुच्ची। तो चलतु गोटे नुआ जॉब अपडेट नहीं आसी। जॉब टी हूँ इंडियन एयर फोर्स रे आपण मानकर ऑफलाइन ले एग्जाम हबो, ऑनलाइन एग्जाम हबार नहीं। तो आपण मानकर फिजिकल टेस्ट अन्य टेस्ट सब हबो। तो चलतु देखिबा कोउठी बाहरिची कोन कोउठी कोउठी आपण मानकर जाई की टेस्ट सब दबा को पड़िबो। तो चलतु डिस्कशन करबा। इंडियन एयर फोर्स रे बाहरिची जो माने भी +3 करिसंती से माने निश्चित भाबे एथरे पकई परिबे। +2 पकई पारिबे, 10 क्लास पढ़िଥିଲେ ମଧ୍ୟ ପକେଇ ପାରିବେ। ତ ଚାଲନ୍ତୁ କୋଉମାନଙ୍କ ପାଇଁ ବାହାରିଛି ଡିସ୍କସନ୍ କରିବା। ଦେଖନ୍ତୁ, ଇନଭାଇଟ୍ ଅନମ୍ୟାରିଡ୍ ଇଣ୍ଡିଆନ୍ ମେଲ୍ ଫିମେଲ୍ କ୍ୟାଣ୍ଡିଡେଟ୍ ଟୁ ଏପିୟର ଇନ୍ ରିକ୍ୱାରମେଣ୍ଟ ଫ୍ରମ୍ 27 ଅଗଷ୍ଟ 2025 ଟୁ 14 ସେପ୍ଟେମ୍ବର 2025। ଦେଖନ୍ତୁ କୋଉ କୋଉ ଜାଗାରେ ନା ଜଳନ୍ଧର, ବଡୋଦ୍ରା, ବାରିପଦା, ଚେନ୍ନାଇ, ମୁମ୍ବାଇ ଇତ୍ୟାଦିରେ ଏଇ ଜାଗାରେ ସବୁ ବାହାରିଛି। ତ ଆପଣମାନେ ଏଇ ଜାଗାରେ ଯାଇକି ଆପଣମାନେ ଆପଣମାନଙ୍କର ଡକୁମେଣ୍ଟ ଦେଖେଇକି ଆପଣମାନଙ୍କର ଫିଜିକାଲ ଟେଷ୍ଟ କରିବେ। ତ ଚାଲନ୍ତୁ ଦେଖିବା କୋଉ କୋଉ ଜାଗାରେ ସବୁ ଅଛି। ଦେଖନ୍ତୁ ପଞ୍ଜାବରେ ବାହାରିଛି। ଦେଖନ୍ତୁ ପଞ୍ଜାବରେ ବାହାରିଛି। ଆଉ କୋଉଠି ବାହାରିଛି ନା ଆପଣମାନଙ୍କର ଗୁଜୁରାଟରେ ବାହାରିଛି ଆପଣମାନଙ୍କର। ଦେଖନ୍ତୁ ବାରିପଦାରେ ବାହାରିଛି, ଓଡ଼ିଶାରେ ବାରିପଦାରେ ଆପଣମାନେ ଦେଖିପାରୁଥିବେ ବାରିପଦାରେ ବାହାରିଛି ହେଲା। ତ ବାରିପଦାରେ କୋଉ ଜାଗାରେ ବାହାରିଛି ଚାଲନ୍ତୁ ଦେଖିବା। ତ ଆପଣଙ୍କର ବାରିପଦା ଷ୍ଟାଡିୟମ, ଛଉ ଗ୍ରାଉଣ୍ଡ, ଭଞ୍ଜପୁର ପୁଲିସ ଷ୍ଟେସନ, ବାରିପଦା ଟାଉନ, ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ, ଓଡ଼ିଶା। ପିନକୋଡ ଦେଖନ୍ତୁ 757002। ଡେଟ୍ ଆପଣମାନେ ଦେଖିପାରୁଥିବେ। ତ ଡେଟ୍ ଆପଣମାନଙ୍କର 27 ଅଗଷ୍ଟ ଆଉ 28 ଅଗଷ୍ଟ। 27 ତାରିଖ ଆପଣଙ୍କ ରିପୋର୍ଟିଂ ଅଛି। କେବଳ ମେଲ୍, ଯେଉଁମାନେ ମେଲ୍ ଓନ୍ଲି ମେଲ୍ ହିଁ ଯିବେ। ତ ନେକ୍ସଟ ଦେଖନ୍ତୁ ଆପଣମାନଙ୍କର 30 31 ତାରିଖ ଦିନ ଅଛି। ଆପଣମାନଙ୍କର 30 ତାରିଖ ଯାଇକି ରିପୋର୍ଟିଂ କରିବେ। 30 31 2 ଦିନ ଅଛି। ଆପଣମାନଙ୍କର ଆକ୍ଟିଭିଟି ମାନେ କେଉଁଥିରେ ଆପଣମାନଙ୍କର ଟେଷ୍ଟଟି ହେବ, କେଉଁଥିରେ ଟେଷ୍ଟ ହେବ। ଦେଖନ୍ତୁ ଫିଜିକାଲ ଟେଷ୍ଟ, ଆପଣମାନଙ୍କର ରିଟିନ୍ ଟେଷ୍ଟ, ଆଡାପ୍ଟିବିଲିଟି ଟେଷ୍ଟ, ଆପଣମାନଙ୍କର ଆଡାପ୍ଟିବିଲିଟି ଟେଷ୍ଟ 1, ଆଡାପ୍ଟିବିଲିଟି ଟେଷ୍ଟ 2, ଆଉ ଗୋଟେ ହେଉଛି ମେଡିକାଲ ଆପଏଣ୍ଟମେଣ୍ଟସ୍। ଆପଣ ଦେଖନ୍ତୁ କୋଉ କୋଉ ଡିଷ୍ଟ୍ରିକ୍ଟ ସବୁ କଭର ହେବ ସେଥିରେ ଦେଇଛି। ନେକ୍ସଟ କହିଛି ଆପଣମାନଙ୍କର 30 ଅଗଷ୍ଟ 31 ଅଗଷ୍ଟ ମଧ୍ୟ ସେଇ ସେମ୍ ଟେଷ୍ଟ ସବୁ ହେବ। 2 ସେପ୍ଟେମ୍ବର 3 ସେପ୍ଟେମ୍ବର ଓନ୍ଲି ଫର୍ ଫିମେଲ ମାନଙ୍କ ପାଇଁ। 2 ସେପ୍ଟେମ୍ବର 3 ସେପ୍ଟେମ୍ବର ଓନ୍ଲି ଫର୍ ଫିମେଲ ମାନଙ୍କ ପାଇଁ। 2 ତାରିଖ ଦିନ ଯାଇକି ଆପଣମାନେ ରିପୋର୍ଟିଂ କରିବେ ଫିମେଲ ଯେଉଁମାନେ ରହିଲେ। ତ ନେକ୍ସଟ ଦେଖିବେ ଆପଣଙ୍କର ସେଠି ତାମିଲନାଡୁ ଦେଇଛି। ଅନ୍ୟାନ୍ୟ ଆପଣମାନେ ନୋଟିଫିକେସନକୁ ଭଲ ଭାବରେ ଦେଖିଦେବେ। ମୁଁ ଡେସ୍କ୍ରିପସନରେ ନୋଟିଫିକେସନକୁ ଦେଇଦେବି। ନୋଟିଫିକେସନ ପଢିକି ଆପଣମାନେ ଯିବେ। ତ ନେକ୍ସଟ କହିଲା ଇଲିଜିବିଲିଟି କ'ଣ ଅଛି ଦେଖନ୍ତୁ। ଇଲିଜିବିଲିଟି କ'ଣ ଅଛି, ବୟସ ଦେଖନ୍ତୁ। ବୟସ ଆପଣମାନଙ୍କର 21 ବର୍ଷ ହେଇଥିବା ଦରକାର। 21 ବର୍ଷ ହେଇଥିବା ଦରକାର। 1 ଜାନୁଆରୀ 2005, 1 ଜୁଲାଇ 2008 ବୁଥ ଡେଟ୍ ଆର୍ ଇନକ୍ଲୁଡ ହେଲା। ତ ଆପଣଙ୍କର ମେରିଟାଲ ଷ୍ଟାଟସ୍ ଆପଣମାନଙ୍କର କ'ଣ ହେଇଥିବା ଦରକାର ନା ଅନମ୍ୟାରିଡ୍ ହେଇଥିବା ଦରକାର। ବୁଥ ମେଲ୍ ଆଉ ଫିମେଲ ଅନମ୍ୟାରିଡ୍ ହେଇଥିବା ଦରକାର। ନେକ୍ସଟ କହିଲା ଏଜୁକେସନ କ୍ୱାଲିଫିକେସନ। ଏଜୁକେସନ କ୍ୱାଲିଫିକେସନରେ ଆପଣମାନଙ୍କର ଦେଖନ୍ତୁ କ୍ୟାଣ୍ଡିଡେଟ୍ ସୁଡ୍ ହ୍ୟାଭ୍ ପାସ୍ଡ intermediate 10 +2 equivalent examination in any stream subject from education board by central state UT ଇତ୍ୟାଦିରୁ 50% ମାର୍କ ଟୋଟାଲ ରଖିଥିବା ଦରକାର। ଆଉ ଆପଣମାନଙ୍କର ଇଂଲିଶରେ ଓନ୍ଲି ଫର୍ ଇଂଲିଶରେ ଆପଣମାନେ 50% ରଖିଥିବା ଦରକାର ହେଲା। ତ ଅର୍ରେ କ'ଣ କହିଛି ନା ଯଦି ଆପଣମାନେ ଏଟା କରିନା ତାହେଲେ ଅର୍ରେ କ'ଣ କରିଥିବେ ନା ପାଷ୍ଟ 2 year ଭୋକେସନାଲ କୋର୍ସ from education board recognized by central state UT with a minimum 50% mark। ଏଥିରେ ମଧ୍ୟ ଇଂଲିଶ 50% ମାର୍କ ଭୋକେସନାଲରେ ମଧ୍ୟ। ଓକେ, ଦେନ୍ ଆପଣମାନଙ୍କର ନେକ୍ସଟ କହିଲା କ'ଣ କ'ଣ ଅଛି ଦେଖନ୍ତୁ ନା ପାଷ୍ଟ 3 year ଡିପ୍ଲୋମା। ପାଷ୍ଟ 3 year ଡିପ୍ଲୋମା କୋର୍ସ ଇନ୍ ଇଞ୍ଜିନିୟରିଂ, ମେକାନିକାଲ, ଇଲେକ୍ଟ୍ରିକାଲ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ, କମ୍ପ୍ୟୁଟର ସାଇନ୍ସ, ଇନଷ୍ଟ୍ରୁମେଣ୍ଟ ଆଣ୍ଡ ଟେକ୍ନୋଲୋଜି, ଇନଫର୍ମେସନ ଟେକ୍ନୋଲୋଜି from central state and UT recognized polytechnic institute with 50% mark in aggregate। 50% mark in aggregate with ଇଂଲିଶରେ 50%। ବୁଝିପାରିଲେ? ତ ଆପଣମାନେ ନୋଟିଫିକେସନଟିକୁ ଆଉ ଟିକେ ଡିଟେଲ୍ସ ପଢିଦେବେ। ପଢି ସାରିକି ଆପଣମାନେ ଯିବେ ହେଲା। ନହେଲେ ପୁଣି ଅସୁବିଧାରେ ପଡ଼ିବେ, ସେଠି ଯାଇକି ଜାଣିପାରୁନଥିବେ। ଓକେ, ଦେନ୍ ଆପଣମାନଙ୍କର ଏଇଭଳି ଭାବେ ଆପଣମାନେ ନୋଟିଫିକେସନକୁ ପଢିକି ଆପଣମାନେ ଯିବେ। ଆପଣଙ୍କର ଏୟାର ଫୋର୍ସରେ ବାହାରିଛି। ଦେଖନ୍ତୁ ଏଠି ଡିଟେଲ୍ସ ଦେଇଛି ମେଡିକାଲ ଷ୍ଟାଣ୍ଡାର୍ଡ କ'ଣ ହେଇଥିବା ଦରକାର। ତ ମେଡିକାଲ ଷ୍ଟାଣ୍ଡାର୍ଡ ଆପଣ ଦେଖିଦିଅନ୍ତୁ। ମେଲଙ୍କ ପାଇଁ ମିନିମମ୍ ଆକ୍ସେପ୍ଟେବଲ ହାଇଟ୍ 152 ସେଣ୍ଟିମିଟର। ଯେଉଁମାନଙ୍କର 52 ସେଣ୍ଟିମିଟର ଅଧିକା ସେମାନେ ଯାଇପାରିବେ। ଫିମେଲ ମାନଙ୍କ ପାଇଁ 152 ସେଣ୍ଟିମିଟର
କିନ୍ତୁ ଆପଣମାନଙ୍କର ନର୍ଥ ଇଷ୍ଟ और हिली ରିଜିନ୍ ରେ ଉତ୍ତରାଖଣ୍ଡର ଲୋअର ମିନିମମ୍ ହାଇଟ୍ 147 ସେଣ୍ଟିମିଟର accepted ହେଲା। ତାପରେ କହିଛି in case of candidates from ଲାକ୍ଷାଦ୍ୱୀପ the minimum height will be 150 ସେଣ୍ଟିମିଟର। ଓକେ, ନେକ୍ସଟ ଦେଖନ୍ତୁ ଆପଣମାନଙ୍କର ଚେଷ୍ଟ ୱେଟ୍ ଏସବୁ ଦେଖିଦେବା। ଚେଷ୍ଟ କହିଛି ଆପଣମାନଙ୍କର ୱେଟ୍ ଚେଷ୍ଟ ହେଉଛି ଆପଣମାନଙ୍କର ଫର୍ ମେଲ୍ କ୍ୟାଣ୍ଡିଡେଟ୍ ପାଇଁ ଆମର କରିଦେଇଛି ଦ ଚେଷ୍ଟ ୱାଲ୍ should be well proportioned and will developed minimum chest circumference should be 77 ସେଣ୍ଟିମିଟର ହେଲା। 77 ସେଣ୍ଟିମିଟର ଏକ୍ସପାଣ୍ଡ କଲେ ଆଉ 5 ସେଣ୍ଟିମିଟର ଏକ୍ସପାଣ୍ଡ କରିବେ ହେଲା ମେଲ୍ ମାନେ। ଫିମେଲ୍ ମାନଙ୍କ ପାଇଁ 0.5 ଆପଣମାନଙ୍କର ଏକ୍ସପାଣ୍ଡ କଲେ ହେଲା, ଏକ୍ସପାଣ୍ଡ କରିବେ ଆଉ ସେଇ ସେମ୍ ହେଲା, ସେମ୍ ଆପଣ 0.5 ମାନେ 5 ସେଣ୍ଟିମିଟର ଏକ୍ସପାଣ୍ଡ କରିପାରିବେ। ତାପରେ କହିଲା ଆପଣମାନଙ୍କର କ'ଣ ଅଛି ନା ହାଇଟ୍ ଦେଖନ୍ତୁ, କହିଦେଲି ହାଇଟ୍ ତ କହିଦେଇଛି। ୱେଟ୍ ଦେଖନ୍ତୁ, ୱେଟ୍ ସୁଡ୍ ବି ପ୍ରପୋର୍ସନେଟ୍ ଟୁ ହାଇଟ୍ ଆଣ୍ଡ ଏଜ୍ ଆପ୍ଲିକେବୁଲ୍ ଫର୍ IAF। ଦେଖନ୍ତୁ ସେଟା ସିଏ ଡିସାଇଡ୍ କରିବେ। ଓକେ, ଦେନ୍ ଆପଣମାନେ ହିୟରିଂ ଦେଖିବ, ଶୁଣିପାରୁଥିବା ଦରକାର। ଓକେ, 6 ମିଟର ଦୂରରୁ ଶୁଣିପାରୁଥିବା ଦରକାର। ଆଉ ଡେଣ୍ଟାଲ ଆପଣମାନଙ୍କର ସୁଡ୍ ହ୍ୟାଭ୍ ହେଲ୍ଦି ଗମ୍ସ, ଗୁଡ୍ ସେଟ୍ ଅଫ୍ ଟିଥ୍ ଆଣ୍ଡ ମିନିମମ୍ 14 ଡେଣ୍ଟାଲ ପଏଣ୍ଟସ୍। ଓକେ, ତ এইଭଳି ଭାବେ ନୋଟିଫିକେସନଟିକୁ ପଢ଼ିକି ଆପଣମାନେ ଯାଇକି ପକେଇ ପାରିବେ। 14 ସେପ୍ଟେମ୍ବର କିନ୍ତୁ ମୁଁ କହିଦେଲି। ତ ବାରିପଦାରେ କ'ଣ କ'ଣ କୋଉଠି ଅଛି, ତାମିଲନାଡୁରେ ଅଛି, ଡେଟ୍ ଟିକେ ଦେଖିଦେବେ। ଦେଖିଦେଇକି ଆପଣମାନେ ଯାଇକି ଆପଣମାନେ ଯାଇକି ଟେଷ୍ଟ ଦେଇପାରିବେ। ଠିକ୍ ଅଛି, ଆପଣମାନଙ୍କୁ ଯଦି ଇନଫର୍ମେସନଟି ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ। ନିଶ୍ଚିତ ଭାବେ ସପୋର୍ଟ କରନ୍ତୁ। ମୁଁ ନୂଆ ନୂଆ ଏମିତି ନୋଟିଫିକେସନ ଆପଣମାନଙ୍କୁ ଦେଇପାରିବି। ତ ଯଦି ଆପଣମାନେ ବେଲ୍ ଆଇକନକୁ ଦବାଇ ନାହାନ୍ତି ତ ସବସ୍କ୍ରାଇବ୍ କରିକି ବେଲ୍ ଆଇକନଟିକୁ ଦବାଇ ଦେବେ, ନୂଆ ନୂଆ ଅପଡେଟ୍ ପାଇପାରିବେ। ଜୟ ଜଗନ୍ନାଥ, ଧନ୍ୟବାଦ।